ଆମର କ'ଣ ଆନୁମାନିକ ବର୍ତ୍ତମାନ କାଳ କାହାକୁ କୁହାଯାଏ। ତାର ଉଦାହରଣ ଦେଖ ଆନୁମାନିକ ବର୍ତ୍ତମାନ କାଳ କାହାକୁ କୁହାଯାଏ ଯେଉଁ କ୍ରିୟାରୁ କାର୍ଯ୍ୟ ବର୍ତ୍ତମାନ ଚାଲୁଥିବା ମାନେ ଗୋଟେ କ୍ରିୟା ଖାଉଛେ ପିଉଛେ ଯାହା କରୁଛେ ଗୋଟେ ସବୁ କ୍ରିୟା ହେଲା ତେଣୁ ବର୍ତ୍ତମାନ ଚାଲୁଥିବା ଅନୁମାନ କରାଯାଏ ତାହା ମାନେ ଗୋଟେ ଅନୁମାନ କରୁଛି ଯେ ଆଜି ପିଲାମାନେ ଖେଳୁଥିବେ କିମ୍ବା ପିଲାମାନେ ଖାଉଥିବେ ଅନୁମାନ କରୁଛି ମାନେ ନିର୍ଦ୍ଦିଷ୍ଟ ସଠିକ ଉପାୟରେ ନାହିଁ ସଠିକ ମୁଁ ଜାଣିନି ଯେ ସେ ଖାଉଥିବେ କିମ୍ବା ଖେଳୁଥିବେ ମାନେ ଅନୁମାନ କରିକି କହୁଛେ ହଁ ଆଜି ପିଲାମାନେ ପାଠ ପଢୁଥିବେ ମାନେ ଅନୁମାନ କରିକି ଗୋଟେ କହୁଛେ ତେଣୁ କ'ଣ ଯେଉଁ କ୍ରିୟାରୁ କାର୍ଯ୍ୟ ବର୍ତ୍ତମାନ ଚାଲୁଥିବାର ଅନୁମାନ କରାଯାଏ ତାହାକୁ ଆନୁମାନିକ ବର୍ତ୍ତମାନ କୁହାଯାଏ। ଏଟା ଅସମ୍ପୂର୍ଣ୍ଣ ମାନେ ସରିଯାଇ ନଥାଏ ସମ୍ପୂର୍ଣ୍ଣ ସରିଯାଇଥାଏ। ଆନୁମାନିକ ମାନେ ଯୋଉଟା ଆମେ ଅନୁମାନ କରୁଛୁ କ'ଣ ଅନୁମାନ କରୁଛୁ ତାକୁ ଆନୁମାନିକ ବର୍ତ୍ତମାନ କାଳ କୁହାଯାଏ। ପିଲାମାନେ ଖେଳୁଥିବେ ଆମେ ଅନୁମାନ କରୁଛୁ ପିଲାମାନେ ପଡ଼ିଆରେ ଖେଳୁଥିବେ ପିଲାମାନେ ଆମେ ନିର୍ଦ୍ଦିଷ୍ଟ ପିଲାମାନେ ପଢୁଥିବେ ଖେଳୁଥିବେ ଆନୁମାନିକ ବର୍ତ୍ତମାନ ଅନୁମାନ କରାଯାଏ ଅନୁମାନ କରାଯାଉଛି ତାହାକୁ ଆମେ ଆନୁମାନିକ ବର୍ତ୍ତମାନ କାଳ କୁହାଯାଏ। ସେଟା ବୁଝିଲ ଖାଲି ମନେ ରଖିଥା ଆନୁମାନିକ ବର୍ତ୍ତମାନ କାଳ ଯୋଉଟା ଆମେ ଅନୁମାନ କରିବା ଯଦି ପରୀକ୍ଷାରେ ଆସିବ ଆନୁମାନିକ ବର୍ତ୍ତମାନ କାଳ କାହାକୁ କୁହାଯାଏ ଲେଖୁଛି ଯେଉଁ କ୍ରିୟାର କାର୍ଯ୍ୟ ବର୍ତ୍ତମାନ ଚାଲୁଥିବାର ଅନୁମାନ କରାଯାଏ। ଗୋଟେ କ୍ରିୟା କ'ଣ ଖେଳୁଥିବ ଗୋଟେ କ୍ରିୟା ବର୍ତ୍ତମାନ ଚାଲୁଥିବ କିମ୍ବା ଚାଲୁ ନଥିବ ସେଟା ଆନୁମାନିକ ବର୍ତ୍ତମାନ କାଳ କୁହାଯାଏ। ବୁଝିପାରିଲ ରେଡି ଷ୍ଟାର୍ଟ ଆମେ ପଢିବା ପଢିଲେ ତିନିଟା ବର୍ତ୍ତମାନ କାଳ ପଢିଛେ ଏବେ ଚତୁର୍ଥ ନମ୍ବରରେ ପଢିବା 4 ନମ୍ବର ଏଇଟା ହେଉଛି କ'ଣ ସମ୍ଭାବ୍ୟ ବର୍ତ୍ତମାନ କାଳ କୋଉଟା ସମ୍ଭାବ୍ୟ ବର୍ତ୍ତମାନ କାଳ ସମ୍ଭାବ୍ୟ ବର୍ତ୍ତମାନ କାଳ କାହାକୁ କୁହାଯାଏ ତାର କିଛି ଉଦାହରଣ ଯେଉଁ କ୍ରିୟା ଦ୍ୱାରା କାର୍ଯ୍ୟ ବର୍ତ୍ତମାନ ହେବାର ମାନେ ଗୋଟେ କ୍ରିୟା ପ୍ରଥମ କହିଛି କ୍ରିୟା ମାନେ ଭର୍ବ ମାନେ ଇଂଲିଶ ଗଣ ଖାଉଥିବା ବସିଥିବା ଝାଡ଼ା ହେଉଥିବା ଯେଉଁ କ୍ରିୟା ଦ୍ୱାରା କାର୍ଯ୍ୟ ବର୍ତ୍ତମାନ ହେବାର ସମ୍ଭାବନା ଥାଏ ସମ୍ଭାବନା ଅଛି ଯେ ଆଜି ଗୋଟେ କ'ଣ ହେଉଥିବ ଆଜି କ'ଣ ହେଉଥିବ ଆଜି ଭାତ କରି ପିଲାମାନେ ଭାତ ଖାଉଥିବେ କିମ୍ବା ଆଜି ଧାନ କଟା ହେଉଥିବ କିମ୍ବା ଆଜି ଖରା ଛୁଟି ହେଉଥିବ ହେଲା ଯେଉଁ କ୍ରିୟା ଦ୍ୱାରା କାର୍ଯ୍ୟ ବର୍ତ୍ତମାନ ହେବାର ସମ୍ଭାବନା ହେବାର ପ୍ରକାଶ ଥାଏ ଯେ ଆଜି ଏଇଟା ହେଉଥିବ ତାହାକୁ ସମ୍ଭାବନା ବର୍ତ୍ତମାନ କାଳ କୁହାଯାଏ। ତାକୁ ସମ୍ଭାବନା ବର୍ତ୍ତମାନ କାଳ କୁହାଯାଏ। ମୁଁ ଉଦାହରଣ ଦେଇଥିଲି ଧାନ କଟା ହେଇଥାନ୍ତା ଆଜି ବା ଏଇ ଦିନ ହିଁ ଆମର ଧାନ କଟା ହେଇଥାନ୍ତା ଆମେ ସମ୍ଭାବନା କରୁଛେ ହଁ ଏଇ ଦିନ ହିଁ ଏଇ ଏପ୍ରିଲ ମାନେ କ'ଣ ଏଇ ମାସ କୋଉ ମାସ ଏଇଟା ଅକ୍ଟୋବର ମାସ ଏଇ ଅକ୍ଟୋବର ମାସ 11, 12, 13 ତାରିଖରେ କ'ଣ ଆମର ଧାନ କଟା ହେଇଥାନ୍ତା ଆମେ ସମ୍ଭାବନା ପ୍ରକାଶ କରୁଛେ ଅନ୍ୟ ଜଣ ଜାଗାରେ କହୁଛେ ଏଇ ଅକ୍ଟୋବର 12 ତାରିଖ ଦିନ ଆମର ଧାନ କଟା ହୋଇଥାନ୍ତା ତାହେଲେ ଏଇଟା ଜଣରେ ପ୍ରକାଶ କରିବା ବା ସମ୍ଭାବନା ତାକୁ ପ୍ରକାଶ କରିବା ବୋଲି ସମ୍ଭାବନା ବର୍ତ୍ତମାନ କାଳ କୁହାଯାଏ। ବୁଝିଲ ଧାନ କଟା ହେଇଥାନ୍ତା ଆଜି ଆମର ଛୁଟି ହୋଇଥାନ୍ତା ଏଇ ଅକ୍ଟୋବର 12 ତାରିଖରେ ଆମର ଛୁଟି ହୋଇଥାନ୍ତା ଆମେ ସମ୍ଭାବନା କରୁଛେ ହେଲା ଯୋଉଟା ସମ୍ଭାବନା କରିବା ପ୍ରକାଶ ପାଏ ତାକୁ କ'ଣ ସମ୍ଭାବନା ବର୍ତ୍ତମାନ କାଳ କୁହାଯାଏ। ଏବେ ଆମେ 4ଟା ବର୍ତ୍ତମାନ କାଳ ପଢି ସାରିଲେଣି ଲାଷ୍ଟ ବର୍ତ୍ତମାନ କାଳ ହେଉଛି ଆମର କ'ଣ ନିତ୍ୟ ପ୍ରଭୁତ୍ୱ ପଞ୍ଚମ ବର୍ତ୍ତମାନ କାଳ ହେଉଛି ନିତ୍ୟ ପ୍ରଭୁତ୍ୱ ବର୍ତ୍ତମାନ ନିତ୍ୟ ମାନେ କ'ଣ ନିତ୍ୟ ମାନେ ବୁଝିପାରୁଥିବ ନିତ୍ୟ ମାନେ ସବୁଦିନ ହେଲା ସବୁଦିନ ଯୋଉ କାର୍ଯ୍ୟ ଆମେ କରୁଥିବୁ ନିର୍ଦ୍ଦିଷ୍ଟ ସମୟ ହେଇଥାଏ ନିର୍ଦ୍ଦିଷ୍ଟ ସମୟ ଆମେ ସବୁଦିନ ଖାଉଥିବୁ ନିର୍ଦ୍ଦିଷ୍ଟ ସମୟ ଖାଉଥିବୁ ନା ଅଲଗା ବାଟରେ ଗୋଟେ ଯୋଉ କାମ ନିର୍ଦ୍ଦିଷ୍ଟ ସମୟରେ କରୁଥାଉ ଜଣାଯାଏ ତେଣୁ ନିତ୍ୟ ପ୍ରଭୁତ୍ୱ ବର୍ତ୍ତମାନ କାଳ କୁହାଯାଏ। ଦେଖ ଯେଉଁ କାର୍ଯ୍ୟ ନିୟମିତ ରୂପେ ନିର୍ଦ୍ଦିଷ୍ଟ ସମୟରେ ଯେଉଁ କାର୍ଯ୍ୟ ନିୟମିତ ରୂପେ ମାନେ ସଦାବେଳେ ନିୟମିତ ମାନେ କ'ଣ ସଦାବେଳେ ନିର୍ଦ୍ଦିଷ୍ଟ ସମୟରେ ମାନେ ସମୟ ଅଲଗା ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ହବ ହେବାର ଜଣାଯାଏ ମାନେ ନିର୍ଦ୍ଦିଷ୍ଟ ସମୟ ହେବାର ଜଣାଯାଏ ବା ଜଣା ପଡ଼େ ବା ଜଣା ହୋଇଥାଏ ତାହାକୁ ନିତ୍ୟ ପ୍ରଭୁତ୍ୱ ବର୍ତ୍ତମାନ କାଳ କୁହାଯାଏ। ତମେ କହିବ ହଁ ମୁଁ ଆଜି 5ଟା କଥା କହିଥିଲି ତାପରେ 5ଟା ଦେଇଥିଲି ତାପରେ 5ଟା ଯଦି 3 ଦିନ 5ଟା କଥା କହିଲେ ନିତ୍ୟ ପ୍ରଭୁତ୍ୱ ବର୍ତ୍ତମାନ କାଳ ହେଇପାରିବ ନାହିଁ ଏ ସବୁଦିନ ବର୍ଷକ 12 ମାସରେ ସବୁଦିନ ତମେ ସେ କାର୍ଯ୍ୟଟା ନିୟମିତ ଭାବେ କରିଥାଅ ତାହେଲେ ନିତ୍ୟ ପ୍ରଭୁତ୍ୱ ବର୍ତ୍ତମାନ କାଳ ହୋଇଥାଏ। କ'ଣ ଉଦାହରଣ ସୂର୍ଯ୍ୟ ସକାଳେ ଉଦୟ
ସୂର୍ଯ୍ୟ ସକାଳ ଉଦୟ ହୁଅନ୍ତି ସବୁବେଳେ ସୂର୍ଯ୍ୟ ସକାଳ ଉଦୟ ହୁଅନ୍ତି ସୂର୍ଯ୍ୟ ପୂର୍ବ ଦିଗରୁ ହୁଅନ୍ତି କି ଦେଖିଲା ସୂର୍ଯ୍ୟ ପଶ୍ଚିମ ଦିଗରୁ ଉଦୟ ହୁଅନ୍ତି ଏଟା ନା ଏଟା ହେଇପାରି ନଥାନ୍ତା କାରଣ ସୂର୍ଯ୍ୟ କେବେ ପଶ୍ଚିମ ଦିଗରେ ଉଦୟ ହେଇପାରି ନଥାନ୍ତି ଅପନା ପ୍ରଶ୍ନ ଆଉ ଗୋଟେ କଣ ହେଲା ସୂର୍ଯ୍ୟ ସକାଳେ ଉଦୟ ହୁଅନ୍ତି ସକାଳେ ଉଦୟ ହୁଅନ୍ତି ସୂର୍ଯ୍ୟ ଦିପହରେ ଉଦୟ ହୁଅନ୍ତି ହେଲା ସୂର୍ଯ୍ୟ ସକାଳେ ହିଁ ଉଦୟ ହୋଇଥାନ୍ତି ତାହେଲେ ଏଇଟା କଣ ନିତ୍ୟ ପ୍ରଭୃତ ବର୍ତ୍ତମାନ କାଳ ବୁଝିଲ ତମର ପାଞ୍ଚଟା କାଳ ଏଠି ସରିଲା ତମର କାଳ କାହାକୁ କୁହାଯାଏ କାଳ ତିନି ପ୍ରକାର ବର୍ତ୍ତମାନ କାଳ ଅତୀତ କାଳ ଭବିଷ୍ୟତ କାଳ ବର୍ତ୍ତମାନ କାଳକୁ ପାଞ୍ଚ ଭାଗରେ ବିଭାଗ କରାଯାଇଛି ହେଲା ଗୋଟେ ଅସମ୍ପନ୍ୟ ଗୋଟେ ସମ୍ପନ୍ୟ ଗୋଟେ ସମ୍ଭାବନୀୟ ଆଉ ନିତ୍ୟ ପ୍ରଭୃତ ଆଉ ପାଞ୍ଚଟା କାଳ ଆମେ ପଢିଲେ ସେଥିରୁ ଆମର ଏଠି ବର୍ତ୍ତମାନ କାଳ ସରିଲା ତମକୁ ଯଦି ଭିଡ଼ିଓଟା ଭଲ ଲାଗିଥିବ ଲାଇକ୍ କରିବ ସେୟାର କରିବ ସବସ୍କ୍ରାଇବ କରିବ।